ସାବଧାନ ମହାନଦୀ ବନ୍ୟା ପାଣିରେ ବୁଲୁଛି କୁମ୍ଭୀର। ପ୍ରତିବର୍ଷ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ସୁନାଖଣିଆ ପ୍ରାକୃତିକ ଆବାସସ୍ଥଳୀରୁ ଏକ ଅଣ୍ଡିରା ଘଡ଼ିଆଳ କୁମ୍ଭୀର ବର୍ଷା ଦିନେ ପାଖାପାଖି 30ରୁ 40 କିଲୋମିଟର ଉପରକୁ ଉଠି ଆସି କରଡ଼ି, ମଙ୍ଗଳପୁର, ହାଟଗାଁ, ମରଜାକୁଦ ମହାନଦୀ ଘାଟରେ ଚଳପ୍ରଚଳ କରିଥାଏ। ମହାନଦୀର ବନ୍ୟା ପାଣିରେ ବୁଲୁଛି କୁମ୍ଭୀର। ନଦୀକୁ ଗାଧୋଇବା ପାଇଁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ। ବୌଦ୍ଧ ବନଖଣ୍ଡ ଅଧୀନସ୍ଥ କରଡ଼ି ମହାନଦୀ ଘାଟରେ ଏକ ଘଡ଼ିଆଳ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପଟେ କୁମ୍ଭୀରର ସୁରକ୍ଷା ଦୃଷ୍ଟି କାରଣରୁ ଏହାର ଗତିବିଧି ଅନୁଧ୍ୟାନ ପାଇଁ ବୌଦ୍ଧ ରେଞ୍ଜ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହା ଉପରେ ନଜର ରଖିଛନ୍ତି। କୁମ୍ଭୀରର ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀମାନଙ୍କୁ ଏହି ଅଞ୍ଚଳରେ ମାଛ ମରାକୁ ମଧ୍ୟ ବାରଣ କରାଯାଇଛି। ପ୍ରତିବର୍ଷ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ସୁନାଖଣିଆ ପ୍ରାକୃତିକ ଆବାସସ୍ଥଳୀରୁ ଏକ ଅଣ୍ଡିରା ଘଡ଼ିଆଳ କୁମ୍ଭୀର ବର୍ଷା ଦିନେ ପାଖାପାଖି 30ରୁ 40 କିଲୋମିଟର ଉପରକୁ ଉଠି ଆସି କରଡ଼ି, ମଙ୍ଗଳପୁର, ହାଟଗାଁ, ମରଜାକୁଦ ମହାନଦୀ ଘାଟରେ ଚଳପ୍ରଚଳ କରିଥାଏ। ଏହି ଘଡ଼ିଆଳ ପ୍ରଜାତିର କୁମ୍ଭୀର ଯାହାକି ଦେଶୀ ଭାଷାରେ ଥଣ୍ଟିଆ କୁମ୍ଭୀର ହୋଇଥିବାରୁ ଏହା ମଣିଷମାନଙ୍କ କୌଣସି କ୍ଷତି ଘଟାଇ ନଥାଏ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ମନ୍ଦିରା ଟିଭି।